ଗୋଟିଏ ଦିନ ଗରିକାଉ ଭୋକରେ ଆଉଟୁପାଉଟୁ ହେଇକି ଆକାଶରେ ଉଡ଼ି ଉଡ଼ି ଯାଉଥାଏ। ତାପରେ ସେ ବାଟରେ ଟିକି ଚଢ଼େଇକି ଦେଖିଲା। ଟିକି ଚଢ଼େଇ, ମତେ ବହୁତ ଭୋକ ଲାଗୁଛି, ତୁ ଦାନା କୋଉଠୁ ଆଣିଲୁ? ଗରି, ଏ ଜଙ୍ଗଲରେ ଦାନା ମିଳିବା ବହୁତ କଷ୍ଟ। ମୁଁ ଏ ଦାନା ଆଉ ଗୋଟେ ଜଙ୍ଗଲରୁ ଖୋଜିକି ଆଣିଛି। ସେ ଜଙ୍ଗଲ ତ ଏଇଠାରୁ ବହୁତ ଦୂର, ମୁଁ ଯାଇପାରିବିନି ସେତେ ଦୂର। ଯଦି ତତେ ଖାଇବାର ଅଛି ତାହେଲେ ତତେ ଆଉ ଗୋଟେ ଜଙ୍ଗଲ ଯିବାକୁ ହିଁ ପଡ଼ିବ। ଏମିତି କହିକି ଟିକି ଚଢ଼େଇ ସେଇଠାରୁ ଚାଲିଗଲା। ତାପରେ ସେଇଠାରୁ ଗରିକାଉ ବି ଆସିଲା ଭାରି। ଗରିକାଉ କିଛି ବାଟ ଯାଇଛି, ସେ ଦେଖିଲା ବହୁତ ସାରା ଦାନା। ତାପରେ ଖୁସି ହେଇକି ଗରିକାଉ ଦାନା ଖାଇବାକୁ ତଳକୁ ଆସିଲା ଭାରି। ପାଗଳ ଚଢ଼େଇ, ଏଠି ଏତେ ସାରା ଦାନା ପଡ଼ିଛି, ଟିକି ଚଢ଼େଇ ଆର ଜଙ୍ଗଲକୁ ଯାଉଛି ଦାନା ପାଇଁ। ତାପରେ ଗରିକାଉ ସେ ଦାନା ଖାଇବାକୁ ଲାଗିଲା। ଆରେ ବାଃ, ଶିକାର ଆସିଗଲା। କଳା କାଉ ହଉ ପଛକେ ଶିକାର ତ କରିଦବା ଆମେ ଆଉ। ତାପରେ ଚିଲ ଦଉଡ଼ିକୁ ଘିଚିଦେଲା ଆଉ କାଉ ଉପରେ ଜାଲ ବିଛେଇ ହେଇଗଲା। ଚିଲ ବିଛେଇଥିବା ଜାଲରେ କାଉ ପଡ଼ିଗଲା। ମତେ ବଞ୍ଚାଅ, ମତେ ବଞ୍ଚାଅ, କିଏ ଅଛି ମତେ ବଞ୍ଚାଅ। ତାପରେ ସେଇଠାକୁ ଚିଲ ଆସିଗଲା। କେତେ ଦିନଠାରୁ ଜାଲ ପକଉଛି, ହେଲେ କେହି ଗୋଟେ ପଡ଼ୁନଥିଲେ। ଆଉ ଆଜି ତୁ କଳା କାଉ ଫସିଗଲୁ। ଚିଲଜି, ମତେ ଛାଡ଼ିଦିଅ, ମୁଁ ତ ବହୁତ କମଜୋର ଅଛି। ଆଉ ଗୋଟିଏ ମୋଟା ଚଢ଼େଇକି ଧର, ମତେ ଛାଡ଼ିଦିଅ। ଚିଲଜି, ତମେ ଯଦି ମତେ ଖାଇବ ତମେ ବି କଳା ହେଇଯିବ। କେତେ ଦିନଠାରୁ ମୁଁ ଭୋକିଲା ଅଛି, ଆଉ ତତେ ଛାଡ଼ିଦେବି? ତତେ ଛାଡ଼ିଦେଲେ ମୁଁ ଖାଇବି କଣ? ତତେ ମୁଁ ଆଜି ଖାଇବି। ତାପରେ ଚିଲ କାଠ ଆଣିକି ଗୋଟେ ଜାଗାରେ ରଖିଲା। ତାପରେ ଚିଲ ନିଆଁ ଜାଳିବାକୁ ଲାଗିଲା। ଏଇ କାଠ ଗୁଡ଼ାକ ତ ଓଦା ଗୁଡ଼ାକ, ମୁଁ ଯାଉଛି ଜଙ୍ଗଲରୁ ଶୁଖିଲା କାଠ ଧରିକି ଆସିବି। ତାପରେ ଏ କଳା କାଉକୁ ମୁଁ ରୋଷେଇ କରିକି ଖାଇବି। ତାପରେ ଚିଲ ଜଙ୍ଗଲକୁ ଶୁଖିଲା କାଠ ପାଇଁ ଚାଲିଗଲା। ଟିକି ଚଢ଼େଇ, ଏବେ ଯାଏ ତ ଗରିକାଉ ଘରକୁ ଆସିନାହିଁ। ମତେ ଲାଗୁଛି ତାକୁ କିଏ ଶିକାର କରିବା ପାଇଁ ଧରି ନେଇଛି। କଳା କାଉ ସେ ପାହାଡ଼ ଆଡ଼କୁ ଯାଉଥିଲା, ମୁଁ ତାକୁ ରାସ୍ତାରେ ଦେଖିଥିଲି। ତୁମେ ଯାଅ ସେ ପାହାଡ଼ ଆଡ଼େ ତାକୁ ଖୋଜିବ। ଆଉ ଏପଟେ ଚିଲ ଗରିକାଉକୁ ଖାଇବ ବୋଲି ଜଙ୍ଗଲରୁ ଶୁଖିଲା କାଠ ରେଡ଼ି କରୁଥାଏ। ତାପରେ ଚିଲ ଶୁଖିଲା କାଠ ନେଇକି ଗରି ପାଖକୁ ଆସିଲା। ତାପରେ କଳା କାଉ କିଛି ଦୂରରୁ ଦେଖିଲା ଗରିକାଉ ଉପରେ କିଏ ଜାଲ ବିଛେଇ ଦେଇଛି। ଆଉ ଏପଟେ ଚିଲ ଗରିକୁ ଖାଇବ ବୋଲି ରୋଷେଇ କରିବା ଆରମ୍ଭ କରିଦେଲା। ଏ ଚିଲ ତ ମୋ ସ୍ତ୍ରୀକୁ ରୋଷେଇ କରିବ ବୋଲି ଆରମ୍ଭ କଲାଣି। ମତେ ମୋ ସ୍ତ୍ରୀକୁ ୟାଠାରୁ ବଞ୍ଚେଇବାକୁ ପଡ଼ିବ। କଳା କାଉ ଡରି ଡରି ଚିଲ ପାଖକୁ ଗଲା। ଚିଲଜି, ତମେ ବହୁତ ବଢ଼ିଆ କରିଲ। ମୋ ସ୍ତ୍ରୀକୁ ତମେ ଧରି ନେଲ। ସବୁଦିନେ ମୋ ସହିତ ମାଡ଼ ହଉଥିଲା। କାଉଜି, ମୋ ସୁନ୍ଦର ସ୍ୱାମୀ, କିଛି ତ ଶରମ କର। ମତେ ଚିଲଠାରୁ ବଞ୍ଚାଅ। ମତେ ଚିଲ ଧରି ନେଇଛି ବୋଲି ତମେ ତ ବହୁତ ଖୁସି ହଉଛ। ଯଦି ତୁ ତୋ ସ୍ୱାମୀ ସହିତ ସବୁଦିନେ ମାଡ଼ ହବୁ, ତୁ ମରିଗଲେ ତୋ ସ୍ୱାମୀ ଖୁସି ହବ ନାହିଁ। ଚିଲଜି, ଆମ କାଉମାନଙ୍କର ମାଂସ ରୋଷେଇ କରିବା ପାଇଁ ଗୋଟେ ବଢ଼ିଆ ମସଲା ଅଛି। ଯଦି ତୁମେ ଚାହିଁବ ତାହେଲେ ମୁଁ ତୁମକୁ ସାହାଯ୍ୟ କରିବି। ତୁମ ସୁପ୍ର ଟେଷ୍ଟ ବଢ଼ିଯିବ ଆଉ ତୁମେ ଖାଇକି ବହୁତ ଖୁସି ହେଇଯିବ। ଆଚ୍ଛା, ଏମିତି କଥା, ତାହେଲେ ତୁ ମୋ ରୋଷେଇ ଆଜି କରିଦେ। ତୁ ମୋର ରୋଷେଇ କରିଦେଲେ ତତେ ମୁଁ ଟେଷ୍ଟ କରିବା ପାଇଁ ଦେବି। ରୁହ ରୁହ ଚିଲଜି, ତମେ ତାକୁ ଏବେ ମାରିବ ନାହିଁ। ମୁଁ ଯାଉଛି ସିକ୍ରେଟ ମସଲା ଧରିକି ଆସିବି। ତାପରେ ମୁଁ ନିଜେ ତୁମକୁ ୟାର ରୋଷେଇ କରିକି ଦେବି। ତୁମେ ଖାଇକି କହିବ କେମିତି ହେଇଛି। ତାପରେ କଳା କାଉ ସେଇଠାରୁ ଜଲ୍ଦି ଗଲା ଭାରି। ବୁଲବୁଲ ବୁଲବୁଲ, ମତେ ଟିକିଏ ବିଷ ଫୁଲର ବିଷ ଟିକେ ଦିଅ। କଳା କାଉ, ତୁ ବିଷ କଣ କରିବୁ? ବୁଲବୁଲ, ମୁଁ ବହୁତ ଜଲ୍ଦିରେ ଅଛି। ଯଦି ଟିକେ ଡେରି ହେଇଯିବ ସେ ଚିଲ ମୋ ସ୍ତ୍ରୀକୁ ମାରିକି ଖାଇଦବ। କାଉ କଥା ଶୁଣି ବୁଲବୁଲ ସାଙ୍ଗେ ସାଙ୍ଗେ କଳା କାଉକୁ ବିଷ ଦେଇଦେଲା। ତାପରେ କଳା କାଉ ବିଷ ଧରିକି ପୁଣି ଥରେ ଗରିକାଉ ପାଖକୁ ଆସିଲା। ମୁଁ କେବେ ବି ଭାବିନଥିଲି କଳା କାଉ ତମେ ମୋ ସହିତ ଏମିତି କରିବ ବୋଲି। ମୁଁ ଭାବିଲି ତମେ ମତେ ବଞ୍ଚେଇବା ପାଇଁ ଆସିଛ, କିନ୍ତୁ ତୁମେ ଏ ଚିଲର ସାଙ୍ଗ ହେଇଗଲ। ମୁଁ ତୁମକୁ କେବେ କ୍ଷମା କରିବିନି। ମତେ ଏତେ ଜୋରସେ ଭୋକ ଲାଗିଲାନି, ସେ କଳା କାଉ ଏବେ ଯାଇ ଆସିଲା ନାହିଁ। ଚିଲ ଏମିତି ଭାବିଲା ବେଳେ ତାପରେ ସେଇଠି କଳା କାଉ ଆସିଗଲା। ଚିଲଜି, ମୁଁ କାଉ ମାଂସ ରାନ୍ଧିବା ପାଇଁ ସିକ୍ରେଟ ମସଲା ନେଇକି ଆସିଲି। କଣ ପାଣି ଗରମ ହେଇଗଲାଣି? ହଁ କାଉ, ପାଣି ଫୁଟିଲାଣି, ତୁ ଜଲ୍ଦି ଏଥିରେ ମସଲା ଦେଇଦେ। ତାପରେ କଳା କାଉ ସେଇଥିରେ ବିଷ ମିଶେଇ ଦେଲା। ରହ ଚିଲ, ତତେ ଆଜି ପାନ ଦଉଛି। ଚିଲଜି, ରୋଷେଇ ହେଇଗଲାଣି, ଏବେ ଆମେ ମୋ ସ୍ତ୍ରୀକୁ ଏଇଥିରେ ଦେବା ପୂର୍ବରୁ ତୁମେ ଟିକେ ଲୁଣ ଚାଖିନିଅ। ମୁଁ ଚାହୁଁଛି ମୋ ସ୍ତ୍ରୀକୁ ତୁମେ ଟେଷ୍ଟି ରୋଷେଇ କରିକି ଖାଅ। ତୁମେ ଲୁଣ ଟେଷ୍ଟ କରିସାରିଲା ପରେ ଗରିକୁ ଏଥିରେ ଦେଇଦବା। ତାପରେ ଚିଲ ସେଇଥିରୁ ଗୋଟେ ଚାମଚ ଆଣିକି ଟେଷ୍ଟ କରିଲା। ଯେମିତି ଚିଲ ଲୁଣ ଚାଖି ସାରିଛି, ଚିଲ ତଳେ ଖସି ପଡ଼ିଲା। ତାପରେ ଚିଲ ସେଇଠାରେ ମରିଗଲା। ଏ ଚିଲକୁ ଠିକ ହେଇଛି। ଏସବୁ ଦେଖିକି ଗରିକାଉ ବହୁତ ଖୁସି ହେଇଗଲା। ତାପରେ କଳା କାଉ ଗରି ଉପରୁ ସେ ଜାଲଟାକୁ ଉଠେଇ ଦେଲା।
କାଉଜୀ ମୋ ସ୍ୱାମୀ ତମେ କେତେ ଚାଲାକ ହେଇଯାଇଛ। ମୁଁ ତ ଏମିତି କେବେ ବି ଭାବିନଥିଲି। ତାପରେ କଳା କାଉ ଓ ଗୋରି କାଉ ଚିଲର ଦାନା ଧରିକି ସେମାନେ ନିଜ ଘରକୁ ଆସିଲେ ଭାରି। ତ ସାଙ୍ଗମାନେ ଆଜି ପାଇଁ ଏତିକି। ଧନ୍ୟବାଦ, ନମସ୍କାର, ଜୟ ଜଗନ୍ନାଥ।